ସିମନ ନାମରେ ନିରୀହ ବିଦେଶୀ ଚାଲୁଥିଲେ ଯୀଶୁ ପାଶରେ ମୋଧନ ଚାଲୁଥିଲେ ଯୀଶୁ ପାଶେ ସିପାହୀ କେତେକ ତାଙ୍କୁ ମନାଇଲେ ଭାରି କ୍ରୁଶ ବୋହିବାକୁ ଶିରଣୀୟ ଗ୍ରାମ ଆସିଥିଲେ ସେହି ସିମନ ନାମକ ବାବୁ ଯୀଶୁଙ୍କ ପଶ୍ଚାତେ ସାହାଯ୍ୟ କରିଲେ ଭାରି କ୍ରୁଶ ବୋହିବାକୁ ନିରଦ୍ୱନ୍ଦ୍ୱେ ନିରୀହ କ୍ରୁଶକୁ ବୋହି ବାହାରିଲେ ଚାଲିବାକୁ ପ୍ରିୟ ଯୀଶୁ ମୋର ଏହି ପାପ ଭାର ବୋହିବାର ମୁହିଁ ଯୋଗ୍ୟ ଯେ ମୋଧନ ବୋହିବାର ମୁହିଁ ଯୋଗ୍ୟ ଦୋଷ ମୁଁ କରିଛି ତୁମେ ଯେ ନିର୍ଦ୍ଦୋଷ ମୋ ପାଇଁ କଷ୍ଟ ସହିଲ ଅନୁଗ୍ରହ କଲେ କାଲବରୀ ପଥେ ଅନୁଗାମୀ ଅନ୍ତ ଜୀବ ତୁମରି ପ୍ରେମ ଯେ ଅତୀବ ମହାନ ଜୀବନରେ ବୁଝିପାରେ সকল দুঃখ কষ্টକୁ ସାଦରେ ବହନ କରି ମୁଁ ପାରେ ତେଜମୟ ତୁମ ମୁଖମଣ୍ଡଳଟି ଅତୀବ ବିବର୍ଣ୍ଣ ଦିଶିଲା ମୋଧନ ଅତୀବ ବିବର୍ଣ୍ଣ ଦିଶିଲା ଝାଳ ଓ ରକ୍ତରେ ଧୂଳି ଧୂସରରେ ମଳିନ କି ପଡ଼ିଥିଲା ବେରୋନିକା ନାମେ ଧାର୍ମିକା ନାରୀ ରୁମାଲ ବଢ଼ାଇ ଦେଲା ମୁଖମଣ୍ଡଳକୁ ପୋଛୁଥିବା ବେଳେ ଛବି ଆଙ୍କି ହୋଇଗଲା ଧନ୍ୟ ତୁହି ନାରୀ କି ଭାଗ୍ୟ ତୋହରି ବିଧାତା ଲେଖି ରଖିଲା ରକ୍ତମୟ ତୁମ ମୁଖମଣ୍ଡଳକୁ ମୁଦ୍ରଣ କରିଲ ରୁମାଲେ ମୋଧନ ମୁଦ୍ରଣ କଲ ରୁମାଲେ ଛାପି ଦିଅ ମୋର ହୃଦୟ କାନ୍ଥରେ ଦେଖିବି ସର୍ବକାଳେ ପ୍ରାର୍ଥନା କରୁଛି ଶୁଣ ମୋ ବିନତି ତୁମ ସିଂହାସନ କୋଳେ ଆତ୍ମାରୁ ମୋହର ପୋଛି ଦିଅ ପ୍ରଭୁ ସକଳ କାଳିମା ଢାଳେ ବିନତି କରୁଛି ଗୁହାରି ଢାଳୁଛି ତୁମ୍ଭ ପାଦ ପଦ୍ମ ତଳେ ତୁମରି ଦାରୁଣ ଯନ୍ତ୍ରଣାର ଛବି ଆଙ୍କି ଦିଅ ମୋର
ହୃଦୟେ ମଧନ ଆଙ୍କି ଦିଅ ମୋ ହୃଦୟେ ତହିଁରେ ସର୍ବଦା ପାପ ତ୍ୟାଗ କରି ମୋ ଆତ୍ମାକୁ ସଜାଡ଼ିବି ତୁମ ପାଦ ଚିହ୍ନେ ପାଦ ଦେଇ ଚାଲିବାକୁ ମୁଁ ଚେଷ୍ଟିବି ହାତ ଧରି ମୋର ଉଠାଇ ନିଅ ହେ ନହେଲେ ମୁଁ ଭାସି ଯିବି ନିଷ୍ଠୁର ସିପାହୀ ନିର୍ଦ୍ଦୋଷକୁ ତୁମେ କିମ୍ପାଇଁ ପ୍ରହାର ଅଛ ଯେ ମଧନ କିମ୍ପାଇଁ ପ୍ରହାର ଅଛ ଦୋଷ ମୁଁ କରିଛି ସ୍ୱୀକାର କରୁଛି ମୋ କାନ୍ଧରେ ରଖ କ୍ରୁଶ କୋରଡ଼ା ଛାଟରେ ଆତତାୟୀ ଗଣ ପ୍ରହାରିଲ ତାଙ୍କୁ ରୋଷେ କାଲବରୀ ଶିଖେ ପହଞ୍ଚାଇବାରେ ବ୍ୟତିବ୍ୟସ୍ତ ତାଙ୍କୁ କଲେ ଆତତାୟୀଙ୍କର କୋରଡ଼ା ପ୍ରହାର ଅତୀବ ପ୍ରଖର ଥିଲା ଯେ ମଧନ ଅତୀବ ପ୍ରଖର ଥିଲା ନିଷ୍ଠୁର ପ୍ରହାରେ ପାହାଡ଼ ଚଢ଼ାରେ ହସ୍ତ ପଦନ ଚଳିଲା କଣ୍ଟକ ପଥରେ ଖାଲି ପାଦ ପରେ ଅତ୍ୟନ୍ତ କଷ୍ଟର ଚିଲା ପଥର ଉପରେ ଦ୍ୱିତୀୟ ବାର ସେ ମୁହଁ ମାଡ଼ି ପଡ଼ି ଗଲେ ପାଖରେ ନାହାନ୍ତି ଉଠାଇବ କେହି ଯାତନା ଅସହ୍ୟ କରେ ତୁମ୍ଭ ବିରୁଦ୍ଧରେ ଅନେକ ଥର ମୁଁ ବିରୁଦ୍ଧାଚରଣ କରିଛି ମଧନ ବିରୁଦ୍ଧାଚରଣ କରିଛି ତୁମ ସମ୍ମୁଖରେ ଠିଆ ହେବା ଲାଗି ଅଯୋଗ୍ୟ ମୁଁ ହିଁ ମଣୁଛି ପାପ ପଙ୍କ ଠାରୁ ଉଠାଅ ହେ ମୋତେ ପୁନର୍ବାର ନ ପଡ଼ିବି ଦୋହଲା କାଦୁଅ ପଙ୍କରେ ପଡ଼ି ମୁଁ ଆଉଟୁ ପାଉଟୁ ହେଉଛି ଦେଖି ଯୀଶୁଙ୍କର ସନ୍ତାପ ବେଦନା ନାରୀ ମାନେ ଦୁଃଖେ କାନ୍ଦିଲେ ମଧନ ନାରୀ ମାନେ ଦୁଃଖେ କାନ୍ଦିଲେ ନାରୀଙ୍କ କାନ୍ଦଣା ଈଶ୍ୱର ଦେଖିଣ ଦୁଃଖରେ ବିଭୋର ହେଲେ ସାନ୍ତ୍ୱନା ଦେଇଣ ସୁମର ନାରୀଙ୍କି କାନ୍ଦରୁ ବାରଣ କଲେ ମୋ ଲାଗି ରୋଦନ କର ନାହିଁ ବୋଲି ଆଶ୍ୱାସନା ଦେଇ ଗଲେ ତୁମ ଲାଗି ତୁମ ସନ୍ତାନଙ୍କ ଲାଗି ରୋଦନ କର ବୋଇଲେ
ନମସ୍କାର। ସମୟ ସମାପ୍ତ ହେଇଛି, ତେଣୁ